जय श्री राम। ମୁଁ ଦେବାଶିଷ। ୱେଲକମ୍ ଟୁ ମାଇ ଚ୍ୟାନେଲ୍ ଖାନା ଓ ଘୁମନା। ମୁଁ ଆସିଛି ଓଡ଼ଗାଁରେ ଅବସ୍ଥିତ ରଘୁନାଥଜୀଉ ଟେମ୍ପଲ୍ ବୁଲିବା ପାଇଁ। ଭାବିଲି ଏକା କ'ଣ ବୁଲିବି, ଆପଣଙ୍କ ସହିତ ମଧ୍ୟ ଟିକେ ସେୟାର କରିଦେବି। ଚାଲନ୍ତୁ ଦେଖିବା। ଦେଖନ୍ତୁ ଏଠି ମନ୍ଦିର ଆଗରେ ଏଠି ପାର୍କିଂର ସୁବିଧା ରହିଛି। ତାପରେ ମନ୍ଦିର ପାଖରେ ଉପେନ୍ଦ୍ର ଭଞ୍ଜଙ୍କର ଗୋଟେ ପ୍ରତିମୂର୍ତ୍ତି ରହିଛି। ମନ୍ଦିରର ଯେଉଁ ମେନ୍ ଗେଟ୍ ରହିଛି, ସେ ଗେଟ୍ର ଆମେ ଏଣ୍ଟ୍ରି କରିବା, ଯେମିତି ଏଣ୍ଟ୍ରି କରିବା ତ ତାର ରାଇଟ୍ ସାଇଡ଼୍ରେ ହନୁମାନଙ୍କର ମନ୍ଦିର ଗୋଟେ ରହିଛି। ସେଇ ମନ୍ଦିର ପାଖରେ ଆମେ କିଛି ସମୟ ବସିଲୁ। ତାପରେ ସେଠି ଦୀପ ଲଗାଇ ମନ୍ଦିର ଭିତରକୁ ପ୍ରବେଶ କଲୁ। ମନ୍ଦିର ଭିତରକୁ ପ୍ରବେଶ କରିବା ପରେ ପ୍ରଥମେ ସେଠି ଗେଟ୍ ପାଖାପାଖି ଥିଲେ ଜଗନ୍ନାଥ ମନ୍ଦିରର ମୂର୍ତ୍ତି ରହିଥିଲା ଓ ହନୁମାନଙ୍କର ମୂର୍ତ୍ତି ମଧ୍ୟ ସେଠି ରହିଥିଲା। ଜଷ୍ଟ ପାହାଚରୁ ତଳକୁ ଓହ୍ଲେଇଲୁ। ଓହ୍ଲାଇବା ପରେ ସେ ରାଇଟ୍ ସାଇଡ଼୍ରେ ଠାକୁରାଣୀଙ୍କ ମୂର୍ତ୍ତି ରହିଥିଲା। ତାକୁ ଲାଗି ଗୋଟେ ପାହାଡ଼ ତିଆରି କରାଯାଇଥିଲା। ତା ଦେହରେ କିଛି ପଶୁପକ୍ଷୀମାନଙ୍କର ସବୁ ମୂର୍ତ୍ତି କରାଯାଇଥିଲା। ଆଉ ଟିକେ ଆଗକୁ ଯିବା ପରେ ଆପଣ ଦେଖିବାକୁ ପାଇବେ ଯେ ଯେଉଁ ମନ୍ଦିର ପାଚେରୀ କାନ୍ଥ ଅଛି, ସେ କାନ୍ଥରେ ସବୁ ମୁନି ଋଷିମାନଙ୍କର ପ୍ରତିଛବି ତିଆରି କରାଯାଇଛି। ଆଉ ବିଭିନ୍ନ ଦେବାଦେବୀମାନଙ୍କର ମଧ୍ୟ ପ୍ରତିଛବି ସେଠି ରହିଛି। ମହାଦେବଙ୍କର ମନ୍ଦିର ମଧ୍ୟ ଥିଲା ଭିତରେ। ଏବେ ଚାଲନ୍ତୁ ଆମେ ଯେଉଁ ମୁଖ୍ୟ ମନ୍ଦିର ଅଛି, ମନ୍ଦିର ଭିତରକୁ ପ୍ରବେଶ କରିବା। ତ ମନ୍ଦିର ଭିତରକୁ ପ୍ରବେଶ କରୁ କରୁ ଆପଣଙ୍କୁ ପ୍ରଭୁ ଶ୍ରୀରାମଙ୍କର ଦର୍ଶନ ହେଇଯିବ। ହଁ, ଏଠି ପ୍ରଭୁ ଟିକେ ଅଲଗା ବେଶରେ ଅଛନ୍ତି। ଶ୍ରୀରାମଙ୍କର ବନବାସ ବେଳର ବେଶ। ଆମେ ସନ୍ଧ୍ୟାବେଳେ ଆସିଥିଲୁ, ତେଣୁ ବେଶୀ ଗହଳି ନଥିଲା। ସେଥିପାଇଁ ଠାକୁରଙ୍କୁ ଭଲ ଭାବରେ ଦେଖି ହେଇଥିଲା। ଏବେ ଚାଲନ୍ତୁ ମନ୍ଦିର ବେଢ଼ା ବୁଲି ଆସିବା। ମନ୍ଦିର ବେଢ଼ାରୁ ଆମେ ଯେତେବେଳେ ଓହ୍ଲାଇ ଆସୁଛୁ, ତ ସେପଟେ ଦେଖୁଛୁ ଗୋଟେ ମ୍ୟୁଜିୟମ୍ ରହିଛି। ଏ ଯେଉଁ ପାହାଡ଼ ଭଳି ଜାଗା ଆପଣ ଦେଖିଲେ, ସେଇଟା ହେଉଛି ମ୍ୟୁଜିୟମ୍, ଯାହାର ଭିତରକୁ ଯିବାକୁ ମୂଲ୍ୟ ହେଉଛି 5 ଟଙ୍କା। ଯେହେତୁ ସନ୍ଧ୍ୟା ହେଇଯାଇଥିଲା, ସେଠି ଯିବାକୁ ଆଲାଉ ନଥିଲା ଓ ଆମେ ମଧ୍ୟ ଦେଖିପାରିଲୁ ନାହିଁ। ଏଠି ଦେଖନ୍ତୁ ଗୋଟିଏ ମଧୁମାଳତୀ ଗଛ, ଯେଉଁ ମଧୁମାଳତୀ ଗଛଟାକୁ କିଭଳି ଭାବରେ ଏଠି ସଜେଇକି ରଖିଛନ୍ତି, ଗୋଟେ ଛାତ ଭଳି ଦେଖାଯାଉଛି। 4ଟା ଖୁଣ୍ଟ ପଡ଼ିଛି, ଗୋଟେ ଛାତ କରାହେଇକି, ମାନେ ବଢ଼ିଆ ସୁନ୍ଦର ଲାଗୁଥିଲା। ଏଠି ସବୁ ଭକ୍ତମାନେ ବସି ରାମ ନାମ ଜପ କରୁଛନ୍ତି। ନବଗ୍ରହ ମାନଙ୍କର ମଧ୍ୟ ରହିଛି। ତ ଏତିକିରେ ଆମର ସରିଯାଇଛି ମନ୍ଦିର ଭିତର ବୁଲା। ମନ୍ଦିର ଭିତର ବୁଲି ସାରିବା ପରେ ଆମେ ବାହାରକୁ ବାହାରି ଆସିଲୁ। ସେତେବେଳୁ ଭୋକ ଲାଗୁଥାଏ ଜୋରସେ। ଆୟୁଷ କହିଲା ଚାଲ କ'ଣ ଟିକେ ଖାଇଦେଇ ଆସିବା। ତ ଖାନା ଘୁମନାରେ ଆମେ ତ ବୁଲିଯିବାଟା ହେଇଗଲା, ଟିକେ ଖାଇବାଟା ମଧ୍ୟ କୋଉଠି ଗୋଟେ ଭିଡ଼ିଓ କରିଦେବା, ଦେଖିବା। ଏଇ ପାଖରେ ଗୋଟେ ବରା ଆଳୁଚପ ଦୋକାନ ଥିଲା, ଆମେ ସେଠିକି ଆସିକି ପହଞ୍ଚିଲୁ। ଭାଇନା ଯେଉଁ ଛାଣୁଥିଲେ ତ ଦେଖିବା ପାଇଁ ଭଲ ଲାଗୁଥିଲା। ଆୟୁଷ ତ ଭୋକ ଲାଗୁଥିଲା, ଆୟୁଷକୁ ସେଥିପାଇଁ ଟେଷ୍ଟ କରିବାକୁ ଦିଆହେଲା କେମିତି ଲାଗୁଛି। ଆୟୁଷ କ'ଣ, ଆୟୁଷ କେମିତି ଲାଗୁଛି ଖାଇବାଟା? ଠିକ୍ଠାକ୍ ଲାଗୁଛି। ଆଚ୍ଛା, ଆଜିର ଶେଷ ହେଇଯାଇଛି ଆମର ଓଡ଼ଗାଁ ରଘୁନାଥଜୀଉ ମନ୍ଦିର ବୁଲିବା। ଏଠୁ ଆମେ ନୟାଗଡ଼ ରିଟର୍ଣ୍ଣ କରି ଯାଉଛୁ। ରିଟର୍ଣ୍ଣ କରିବା ବାଟରେ ଶରଣକୁଳ ଲଡ଼ୁବାବା ମନ୍ଦିର ଅଛି, ସେଠି ଟିକେ ଦର୍ଶନ କରିଦେଇ ପୁଣି ଆମେ ରିଟର୍ଣ୍ଣ କରିଯିବୁ। ଶେଷରେ କହିବାକୁ ଗଲେ ଏଟା ମନ୍ଦିର ମାନେ ବହୁତ ଭଲ ଲାଗିଲା। ମନ୍ଦିର ଭିତରକୁ ଆପଣ ଯଦି ଆସିବେ, ଆପଣ ଗୋଟେ ଆଧ୍ୟାତ୍ମିକ ଭାବନା ଆପଣଙ୍କ ମନ ଭିତରକୁ ଆସିବ, ଭଲ ଲାଗିବ, ଆପଣଙ୍କୁ ଶାନ୍ତ ଫିଲ୍ ହେବ। ମୋର ନେକ୍ସଟ ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଶରଣକୁଳ ଲଡ଼ୁବାବା ମନ୍ଦିର।
ଯଦି ମୋର ଭିଡ଼ିଓଟି ଆପଣଙ୍କୁ ଦେଖିବା ପାଇଁ ଭଲ ଲାଗିଥିବ, କିଛି ଇନଫର୍ମେଟିଭ୍ ହେଇଥିବ, ତେବେ ଲାଇକ୍ ସେୟାର ଓ ସବସ୍କ୍ରାଇବ୍ ନିଶ୍ଚିନ୍ତ କରନ୍ତୁ। ଧନ୍ୟବାଦ।